শুনি বহু পুণ্য ফলে সপহু প্রেম পরশ বহু পুণ্য ফলে সপহু প্রেম পরশ অখিল জীবন কৃষক নয়ন অখিল জীবন কৃষক নয়ন ওই প্রেম পরশ পরানো ওই প্রেম পরশ পরানো গোরা গুণগান করুণ নয়ন করুণ নয়ন বরুণ করুণা মধুর আলাপে আধারে আধারে সুধাধারা মধুর আলাপে আধারে আধারে গোরা গুণগান প্রেমে ঘন ঘন পুলকে পুরানো আপাদ মস্তক প্রেমে ঘন ঘন পুলকে পুরানো আপাদ মস্তক
कृष्ण हरे कृष्ण हरे कृष्ण प्रभु धन्यवाद प्रणाम। धन्यवाद उपस्थित समस्त भक्तवृंद गुरु भाई गुरु भाता का सकल का श्री चरण में हम मेरा सश्रद्ध दंडवत प्रणति। आज हम श्रवण करेंगे। आज उसका पहले मंगलाचरण कर लेते हैं। ओम अज्ञानतिमिरान्धस्य ज्ञानाञ्जनशलाकया चक्षुरुन्मिलितं तस्मै श्रीगुरवे नमः। नमो विष्णुपादाय कृष्णप्रेष्ठाय भूतले श्रीमते भक्तिचारु स्वामिनिति नामिने स्निग्धचेतसुप्रणेत्रवाक्मिनां च रसाप्लुतं प्रभुपादगतप्राणनयमि भक्तिचारुपदम्। नमो विष्णुपादाय कृष्णप्रेष्ठाय भूतले श्रीमते भक्तिवेदांत स्वामिनिति नामिने नमस्ते सरस्वती देवी गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि सिंह गौर भक्तवृंद हरे कृष्ण 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 हरे 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 राम 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 हरे हरे। जय श्रील प्रभुपाद, जय श्रील गुरु महाराज की जय। आज हम वृंदावन मेला श्रवण करेंगे माता जी का श्रीमुख से। हरे कृष्ण माता जी, दंडवत प्रणाम। आप शुरू कीजिए। सुचित्रा माता जी। हरे कृष्ण प्रभु। हाँ, दंडवत माता जी, आप शुरू कीजिए। हरे कृष्ण। ओम अज्ञान। हरे कृष्ण प्रभु। हरे कृष्ण। हाँ माता जी, मैं सुना जाउछि। आज्ञा। ସେଦିନ ବିଳମ୍ବ ଅପରାହ୍ନରେ ତମାଳ କୃଷ୍ଣ ମହାରାଜ ଶ୍ରୀଲ ପ୍ରଭୁପାଦଙ୍କ ଠାରୁ ଚିଠି ଗୁଡ଼ିକର ଉତ୍ତର ପାଇଁ ଦିଗ୍ଦର୍ଶନ ଗ୍ରହଣ କଲେ ଓ ପାଖ ପ୍ରକୋଷ୍ଠ ତାଙ୍କ କାର୍ଯ୍ୟାଳୟକୁ ଚାଲିଗଲେ। ମୁଁ ଶ୍ରୀଲ ପ୍ରଭୁପାଦଙ୍କର ଶଯ୍ୟା ପାଖେ ଜପ କରୁଥିଲି। ଶ୍ରୀଲ ପ୍ରଭୁପାଦ ମୁଁ ପଚାରିଲି, ଶାସ୍ତ୍ର ଅନୁସାରେ ସନ୍ନ୍ୟାସୀର 4ଟି ସ୍ତର ରହିଛି, କୁଟିଚକ, ବହୁତକ, ପରିବ୍ରାଜକ, ପରମହଂସ। ଆମେ ସେହି ମାନଦଣ୍ଡ କାହିଁକି ଅନୁସରଣ କରୁନାହେଁ? ଶ୍ରୀଲ ପ୍ରଭୁପାଦ ଉତ୍ତର ଦେଲେ, ଆମର ସନ୍ନ୍ୟାସର ଉଦ୍ଦେଶ୍ୟ ହେଉଛି ଆମର ଶରୀର, ମନ ଓ ବାଣୀକୁ ଶ୍ରୀକୃଷ୍ଣଙ୍କ ସେବାରେ ଅର୍ପଣ କରିବା। ଆମର ସମ୍ପୂର୍ଣ୍ଣ ଅସ୍ତିତ୍ୱ ତାଙ୍କ ଗୌରବର ପ୍ରସାର ପାଇଁ ଅର୍ପିତ। ପ୍ରଚାର ହିଁ ଆମ ସନ୍ନ୍ୟାସର ଅଭିପ୍ରାୟ, ମୁକ୍ତ ନୁହେଁ। ଏହା ହିଁ ପାର୍ଥକ୍ୟ ଏକ ଦଣ୍ଡ ସନ୍ନ୍ୟାସୀ ଓ ତ୍ରିଦଣ୍ଡ ସନ୍ନ୍ୟାସୀ ମଧ୍ୟରେ। 3ଟି ଦଣ୍ଡ ଶରୀର, ମନ ଓ ବାକ୍ୟକୁ ସୂଚିତ କରେ। କାୟ, ମନ ଓ ବାକ୍ୟ, ତାହା ମାନେ ଶରୀର, ମନ ଓ ବାଣୀ ସମସ୍ତ କ୍ରିୟାକଳାପ କୃଷ୍ଣଙ୍କ ସେବାରେ ସଂଲଗ୍ନ ହେବା ଉଚିତ, ଅନ୍ୟ କିଛି ଦାୟିତ୍ୱ ନୁହେଁ। ବର୍ତ୍ତମାନ ଯେହେତୁ ତୁମେ ଏକ ସନ୍ନ୍ୟାସୀ ହୋଇସାରିଛ, ତୁମେ ଜଣେ ଗୁରୁ ଅଟେ, ତୁମ ଦୀକ୍ଷା ଦେଇପାରିବ, କିନ୍ତୁ ଯେ ପର୍ଯ୍ୟନ୍ତ ଆଧ୍ୟାତ୍ମିକ ଗୁରୁ ଏ ଜଗତରେ ଜୀବିତ ଅଛନ୍ତି, ଜଣେ ଶିଷ୍ୟ ଦୀକ୍ଷା ଦିଅନ୍ତି ନାହିଁ। ଏହା ସୌଜନ୍ୟତା ଅଟେ। କଣ କହିବି ମୁଁ ପଚାରି ପାରିଲି ନାହିଁ। ଶେଷରେ ମୁଁ ମୋ ଭାବନା ପ୍ରତିକ୍ରିୟାକୁ ସଂଯୋଜିତ କଲି ଓ ତାଙ୍କୁ କହିଲି, ଶ୍ରୀଲ ପ୍ରଭୁପାଦ, ମୁଁ ସବୁବେଳେ ଆପଣଙ୍କର ଶିଷ୍ୟ ରହିବାକୁ ଚାହୁଁଛି। ଏହା ହିଁ କେବଳ ମୋର ଏକମାତ୍ର ଆକାଂକ୍ଷା। ହଁ, ସେ କୋମଳ ଭାବେ କହିଲେ, ଏହା ହିଁ ସଠିକ ଭାବଧାରା। ତା ପରଦିନ ସେ ସକାଳେ ଜଳଖିଆ ସାରିବା ପରେ ଠିକ ପରେ ମୁଁ ପ୍ରଭୁପାଦଙ୍କ ସମ୍ମୁଖରେ ବସିଥାଏ। ସେ ମୋତେ ବୁଝାଇ ଦେଲେ, ସନ୍ନ୍ୟାସୀର ଅର୍ଥ ହେଉଛି ସମସ୍ତ ଭୌତିକ ଆସକ୍ତିରୁ ସମ୍ପୂର୍ଣ୍ଣ ମୁକ୍ତି ହେବା। ଏକ ସନ୍ନ୍ୟାସୀର ଏକ ଭୌତିକ ଜଗତରେ କୌଣସି ପ୍ରତି କିଛି ଆସକ୍ତି ନଥାଏ। ନ ଧନମ୍, ନ ଜନମ୍, ନ ସୁନ୍ଦରୀମ୍। ସୁନ୍ଦର ମହିଳାଙ୍କ ପ୍ରତି ଆକର୍ଷଣକୁ ହିଁ ଅତିକ୍ରମ କରିବା ସବୁଠାରୁ କଷ୍ଟକର ବ୍ୟାପାର ଅଟେ। କିନ୍ତୁ ଜଣେ ସନ୍ନ୍ୟାସୀ ସେହି ଆକର୍ଷଣରୁ ସମ୍ପୂର୍ଣ୍ଣ ମୁକ୍ତ ଅଟନ୍ତି। ଯଦି ଏକ ଦ୍ୱୀପରେ ସେ ସବୁଠାରୁ ସୁନ୍ଦରୀ ମହିଳାଙ୍କ ସହିତ ଏକୁଟିଆ ବି ଥାଆନ୍ତି, ତଥାପି ମଧ୍ୟ ସେ ତାଙ୍କ ପ୍ରତି ଆକର୍ଷିତ ହେବା ଅନୁଚିତ। ସେ କାମ ଭାବନାରେ ଆଦୌ ଆନ୍ଦୋଳିତ ହେବା ଉଚିତ ନୁହେଁ।
ମୁଁ କହିଲି କିଛି ସମ୍ପ୍ରଦାୟର ସନ୍ନ୍ୟାସୀ ମାନେ ଏପରି ନାରୀ ମାନଙ୍କୁ ଚାହିଁବା ବି ମନା। ନା, ଶ୍ରୀଲ ପ୍ରଭୁପାଦ ସଂଶୋଧନ କରି କହିଲେ କାମ ଭାବନାକୁ ଜିତିବା ପାଇଁ ଏହା ଠିକ ପନ୍ଥା ନୁହେଁ। ସେମାନେ ହୁଏତ ଜଣେ ମହିଳାଙ୍କ ମୁହଁରୁ ନ ଚାହିଁ ପାରନ୍ତି, କିନ୍ତୁ ଯଦି କୌଣସି ଦିନ ଆକସ୍ମିକ ଭାବେ ଦେଖନ୍ତି ସେମାନେ ଆକର୍ଷିତ ହୋଇଯିବେ। ଠିକ ଯେମିତି ବିଶ୍ୱାମିତ୍ର ମୁନି ବହୁ ବର୍ଷ ଧରି ସେ ତପସ୍ୟା କରିଥିଲେ, ଧ୍ୟାନରେ ସମ୍ପୂର୍ଣ୍ଣ ଭାବେ ନିମଜ୍ଜିତ ହୋଇଯାଇ ଇନ୍ଦ୍ର ଉପଭୋଗ ବିଷୟ ବସ୍ତୁରୁ ନିଜ ଇନ୍ଦ୍ରିୟ ମାନଙ୍କୁ ଅପସାରଣ କରି, କିନ୍ତୁ ଦିନେ ଇନ୍ଦ୍ର ମେନକା ନାମର ଜଣେ ସ୍ୱର୍ଗର ଅପସରାଙ୍କୁ ତାଙ୍କର ଧ୍ୟାନ ଭାଙ୍ଗିବା ପାଇଁ ପଠାଇଲେ। ତାଙ୍କର ସମସ୍ତ ଇନ୍ଦ୍ରିୟ ଅପସାରିତ ହୋଇଯାଇଥିଲା, କିନ୍ତୁ ଯେତେବେଳେ ମେନକା ତାଙ୍କ ଆଗରେ ନାଚିବାକୁ ଲାଗିଲେ, ତାଙ୍କର ଘୁଙ୍ଗୁର ଶବ୍ଦ ତାଙ୍କ କର୍ଣ୍ଣ ଗୁହରେ ପ୍ରବେଶ କଲା। ତାଙ୍କ ଧ୍ୟାନ ଭାଙ୍ଗିଗଲା। ସେ ନିଜ ଆଖି ଖୋଲିଦେଲେ ଓ ମେନକାଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇଗଲେ। ତେଣୁ କେବଳ ମହିଳାମାନଙ୍କୁ ନ ଚାହିଁବା ସମସ୍ୟାର ସମାଧାନ ନୁହେଁ। ତେବେ କିପରି ଜଣେ ଏହି ଦୁର୍ଜୟ ଆକର୍ଷଣ ପଚାରିଲି। ଉଚ୍ଚତରର ରୁଚି ବିକାଶ କରି ତାହା ହିଁ ଏକମାତ୍ର ବାଟ ଏହି ଆକର୍ଷଣକୁ ଅତିକ୍ରମ କରିବାର। ପରମ ଦୃଷ୍ଟ୍ୟା ନିବର୍ତ୍ତେ ଉତ୍କୃଷ୍ଟ ସ୍ୱାଦ ଆସ୍ୱାଦନ କରି କୃଷ୍ଣଙ୍କ ପ୍ରତି ନିଜର ଆକର୍ଷଣକୁ ବିକଶିତ କରି ଜଣେ ଯେତେବେଳେ ଏହି ଆକର୍ଷଣରେ ଅଭିଭୂତ କରାଏ, ସମ୍ଭୋଗ ଅଭିଳାଷ ମଧ୍ୟ ତା ପାଇଁ ଅରୁଚିକର ହୋଇଥାଏ। ଠିକ ଯେମିତି ଯମୁନାଚାର୍ଯ୍ୟ କହିଥିଲେ, ବର୍ତ୍ତମାନ ମୋର ମନ ଯେହେତୁ କୃଷ୍ଣଙ୍କର ପାଦପଦ୍ମରେ ସଂଯୁକ୍ତ ହୋଇଯାଇଛି, ଯେତେବେଳେ ଯୌନ ଆକାଂକ୍ଷା ମୋ ମନରେ ଆସୁଛି, ଘୃଣା ଭାବରେ ମୋ ଓଠ କୁଞ୍ଚିତ ହୋଇଯାଉଛି ଓ ମୁଁ ସେହି ବିଚାର ଉପରେ ଛେପ ପକାଉଛି। ଏଭଳି ପ୍ରକାରର ଅଦ୍ଭୁତ ପରିପ୍ରେକ୍ଷୀରେ କହିଛନ୍ତି, କାମିନୀର କାମ ନେହେତେବ ଧାମ, ତାହାର ମାଲିକ କେବଳ ଯାଦବ। ଏକ ନାରୀ କୌଣସି ଜୀବର ଭୋଗ ବାସନା ନିମିତ୍ତ ନୁହେଁ। ସମସ୍ତ ନାରୀ ମାନଙ୍କର એકમાત્ર ମାଲିକ ହେଉଛନ୍ତି ଯାଦବ ଶ୍ରୀକୃଷ୍ଣ। ଶ୍ରୀଲ ପ୍ରଭୁପାଦ ଯାହା କହିଗଲେ ତାଙ୍କ ହୃଦୟଙ୍ଗମ କରିବାକୁ ଚେଷ୍ଟା କରି ମୁଁ ବର୍ତ୍ତମାନ ଯେଉଁ ସ୍ଥିତିରେ ପ୍ରବେଶ କରିଛି ତାହାର ଗମ୍ଭୀରତା ବିଷୟରେ ଗଭୀର ଭାବରେ ଅନୁଶୀଳନ କରି ମୁଁ ସେଠାରେ ନୀରବରେ ବସି ରହିଲି। କୃଷ୍ଣ ଚେତନା ପଥ ହିଁ ସର୍ବୋତ୍ତମ ପନ୍ଥା। ପ୍ରଭୁପାଦ ପୁଣି ସ୍ନେହର ସହିତ କହିଲେ, କେବଳ ଏହି ପ୍ରକ୍ରିୟାକୁ ସମସ୍ତ ପ୍ରଯତ୍ନଶୀଳତାର ସହିତ ପାଳନ କର। ଏହି ଜୀବନକୁ କେବଳ କୃଷ୍ଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କର ଓ ନିଜ ସାମର୍ଥ୍ୟର ସର୍ବଶ୍ରେଷ୍ଠ ସୀମାରେ ତାଙ୍କର ସେବା କରିବାକୁ ଚେଷ୍ଟା କର। ତାଙ୍କ ପ୍ରତି ନିଜ ପ୍ରେମ ପ୍ରସ୍ଫୁଟିତ କରିବାକୁ ଚେଷ୍ଟା କର ଓ ଅନ୍ୟ ସବୁ କିଛି ସ୍ୱତଃ ସଂଘଟିତ ତାପରେ ପୁଣି ସେ हरे कृष्णा। प्रभु जरा म्यूट कीजिए। हरि बोल। हाँ माता जी पढ़ो। माता जी हरे कृष्णा। हरे कृष्ण। हाँ माता जी हरे कृष्णा। हरे कृष्ण। हाँ प्रसन्न जगन्नाथ प्रभु आप थोड़ा म्यूट कीजिए। हाँ अभी आप पाठ कीजिए। हरे कृष्णा। हरे कृष्ण प्रभु। हाँ सुनाई दे रहा है, आप पाठ कीजिए। हरे कृष्ण। ଏହାକୁ ଅତିକ୍ରମ କରିବା ଅସମ୍ଭବ ଅଟେ, କିନ୍ତୁ ତୁମେ ଯଦି ଭକ୍ତମାନଙ୍କର ସଙ୍ଗରେ ରୁହ ତେବେ ମାୟା ତୁମକୁ ସ୍ପର୍ଶ କରିବାକୁ ସମର୍ଥ ହେବ ନାହିଁ, କାରଣ ମାୟା କୃଷ୍ଣଙ୍କର ବହିରଙ୍ଗା ଶକ୍ତି, ଯେତେବେଳେ କି ଭକ୍ତମାନଙ୍କର ସଙ୍ଗ କୃଷ୍ଣଙ୍କର ଅନ୍ତରଙ୍ଗା ଶକ୍ତି ଅଟେ। ତେଣୁ ସବୁବେଳେ ଭକ୍ତମାନଙ୍କ ଗହଣରେ ରୁହ
ଓ କେବେ ବି ସେହି ଆଶ୍ରୟ ପରିସରରୁ ବାହାରି ଯାଅ ନାହିଁ। ମୋ ମନରେ ଏକ ଚିନ୍ତାର ଏକ ଉଦ୍ରେକ ହେଲା। ଶ୍ରୀଲ ପ୍ରଭୁପାଦ, ମୁଁ ପଚାରିଲି, ମୁଁ ଯଦି କୌଣସି ଦ୍ୱୀପରେ ଏକୁଟିଆ ଥାଏ ତେବେ ମୋର କଣ ହେବ? ଭକ୍ତମାନଙ୍କର ଉପଦେଶକୁ କେବଳ ସ୍ମରଣ କରିବ। ସେ କହିଲେ, ତାହା ମଧ୍ୟ ଭକ୍ତ ସଙ୍ଗ। ମୋ ହୃଦୟରେ ଆନନ୍ଦ ଉଲ୍ଲାସରେ ଉଛୁଳି ପଡ଼ିଲା। ମୁଁ ପ୍ରଭୁପାଦଙ୍କୁ ମୋର ଦଣ୍ଡବତ ପ୍ରଣାମ ନିବେଦନ କଲି। ନୀରବରେ ଅନୁନୟ କରି ଦୟାକରି ମୋତେ ଆଶୀର୍ବାଦ କରନ୍ତୁ। ଶ୍ରୀଲ ପ୍ରଭୁପାଦ, ଯେପରି ମୁଁ କେବେ ବି ଆପଣଙ୍କର ପାଦପଦ୍ମରୁ ଅପସର ବାହାରକୁ ନଯାଏ। ମୋତେ ସନ୍ନ୍ୟାସ ଦେବା ପରେ ଶ୍ରୀଲ ପ୍ରଭୁପାଦ ତାଙ୍କ ରୋଷେଇଶାଳା ବ୍ୟାପାରରେ ଅତ୍ୟନ୍ତ କଡ଼ାକଡ଼ି ହୋଇଯାଇଥିଲେ ଓ କିଏ ପ୍ରବେଶ କରିପାରିବେ ସେ ବିଷୟରେ ମଧ୍ୟ କୌଣସି ମହିଳାଙ୍କୁ ଅନୁମତି ନଥିଲା। ଥରେ ଅପରାହ୍ନରେ ଏପରି ଘଟିଲା, ଯେତେବେଳେ ଉପେନ୍ଦ୍ର ପ୍ରଭୁ ପ୍ରଭୁପାଦଙ୍କ ପାଇଁ ପ୍ରସାଦ ଆଣିଲେ ଓ ତାଙ୍କୁ ଜଣାଇଲେ, ଏହା ଆମର ଜଣେ ଗୁରୁ ଭଗ୍ନୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି। ପ୍ରଭୁପାଦ ପଚାରିଲେ, ସେ କେଉଁଠାରେ ତିଆରି କରିଛନ୍ତି? ଯେତେବେଳେ ଉପେନ୍ଦ୍ର ପ୍ରଭୁ କହିଲେ, ସେ ଆପଣଙ୍କ ପାକଶାଳାରେ ପ୍ରସ୍ତୁତ କରିଛନ୍ତି, ପ୍ରଭୁପାଦ ପଚାରିଲେ, ସେ ସେଠାକୁ କାହିଁକି ଯାଇଥିଲେ? ଉପେନ୍ଦ୍ର ପ୍ରଭୁ କହିଲେ, ସେ ଆପଣଙ୍କ ପାଇଁ କିଛି ପ୍ରସ୍ତୁତ କରିବାକୁ ଚାହୁଁଥିଲେ ଓ କେବଳ ସେଇ ଜାଗା ହିଁ ଏକମାତ୍ର ସ୍ଥାନ ଯେଉଁଠି ସେ ଆପଣଙ୍କ ପାଇଁ କିଛି ପ୍ରସାଦ ରୋଷେଇ କରିପାରିଥାନ୍ତେ। ଶ୍ରୀଲ ପ୍ରଭୁପାଦ ସଙ୍ଗେ ସଙ୍ଗେ ତମାଳ କୃଷ୍ଣ ମହାରାଜଙ୍କୁ ଡକାଇଲେ ଓ ତାଙ୍କୁ କହିଲେ ଯେ ସେ ସମସ୍ତଙ୍କୁ ଜଣାଇଦେବା ଉଚିତ ଯେ କୌଣସି ମହିଳାଙ୍କ ପାଇଁ ତାଙ୍କ ପାକଶାଳାରେ ପ୍ରବେଶ ଅନୁମତି ନାହିଁ ଓ ସେବେଠାରୁ କୌଣସି ମହିଳା କେବେ ସେଠାରେ ରୋଷେଇ କରିନାହାନ୍ତି। ରୋଷେଇ ଘରର ସମସ୍ତ ସେବା ପୁରୁଷ ଭକ୍ତମାନଙ୍କୁ ହସ୍ତାନ୍ତର କରି ଦିଆଯାଇଥିଲା। ମୁଁ ଯେତେବେଳେ ତମାଳ କୃଷ୍ଣ ମହାରାଜଙ୍କୁ ପଚାରିଲି, କାହିଁକି ପ୍ରଭୁପାଦ ଏପରି ପଦକ୍ଷେପ ନେଲେ, ସେ କହିଲେ, ଏହା କେବଳ ତୁମ ପାଇଁ। ବର୍ତ୍ତମାନ ଯେହେତୁ ତୁମେ ଏକ ସନ୍ନ୍ୟାସୀ ହୋଇଛ, ପ୍ରଭୁପାଦ ତୁମ ସୁରକ୍ଷା ପାଇଁ ପ୍ରତିଷେଧକର ବ୍ୟବସ୍ଥା କରିଛନ୍ତି। ଶ୍ରୀଲ ପ୍ରଭୁପାଦ ଜାଣନ୍ତି ମୁଁ କେତେ ପତନଶୀଳ। ମୁଁ କହିଲି, ଓ ସେ ମୋତେ ଦୟାକରି ସୁରକ୍ଷା ଦେଉଛନ୍ତି। ଏବେ ପୁଣି ମୁଁ ନୀରବରେ କୃଷ୍ଣ କୃପା ଶ୍ରୀମୂର୍ତ୍ତିଙ୍କୁ କୃତଜ୍ଞତା ପ୍ରକାଶ କଲି ତାଙ୍କର କରୁଣା ପାଇଁ ଓ ମୁଁ ନିଶ୍ଚୟ ହୋଇଗଲି ଯେ ମୋତେ ବର୍ତ୍ତମାନ ସ୍ତ୍ରୀମାନଙ୍କ ସହିତ ସଙ୍ଗ କରିବାର ସାବଧାନ ହେବାକୁ ପଡ଼ିବ ଓ ମୋ ନୂଆ ଆଶ୍ରମର ଧ୍ୟାନ କେନ୍ଦ୍ରିତ କରି ନିଷ୍ଠାବାନ ହେବାକୁ ପଡ଼ିବ। ଅଧିକାଂଶ ଦିନ ସକାଳେ ମୁଁ ଶ୍ରୀଲ ପ୍ରଭୁପାଦଙ୍କ ପାଇଁ ସକାଳ ଜଳଖିଆ ଓ ଅନ୍ୟାନ୍ୟ ଦୈନନ୍ଦିନ ସେବା କରିବାର ବ୍ୟସ୍ତ ରୁହେ। ପରେ ଅପରାହ୍ନରେ ଯେତେବେଳେ ସେ ବିଶ୍ରାମ ନିଅନ୍ତି, ପରିକ୍ରମା ମାର୍ଗ ବୃନ୍ଦାବନକୁ ପରିବେଷ୍ଟିତ କରିଥିବା ବୋଲି ମାର୍ଗରେ ଥିବା ନିକାଞ୍ଚ ବୃକ୍ଷଗୁଚ୍ଛ ତଳେ ବସି ମୁଁ ମୋର ମାଳ ଜପ କରେ। ଦିନେ ଅପରାହ୍ନରେ ମୁଁ ବ୍ୟତିକ୍ରମ ତମାଳ କୃଷ୍ଣ ମହାରାଜଙ୍କ ସହିତ ତାଙ୍କ ଅଫିସରେ ଜପ କରୁଥାଏ ଓ ଏହି ସମୟରେ ଜଣେ ଡେଙ୍ଗା ସୁଦୃଢ଼ ଭକ୍ତ ଉଜ୍ଜ୍ୱଳ ଓ ବିମୁଗ୍ଧକାରୀ ସ୍ମିତହାସ୍ୟର ସହିତ ସେଠାରେ ପହଞ୍ଚିଲେ। ହେ ହରିକେଶ, ମହାରାଜ ଆନନ୍ଦ ବିଭୋର ଶୈଳୀରେ କହି ଠିଆ ହୋଇଗଲେ ଓ ତାଙ୍କୁ କୋଳାଗ୍ରତ କଲେ। ହରିକେଶ ସ୍ୱାମୀ ପୂର୍ବରୁ ଶ୍ରୀଲ ପ୍ରଭୁପାଦଙ୍କର ବ୍ୟକ୍ତିଗତ ସଚିବ ରହିସାରିଥିଲେ। ମହାରାଜ ମୋତେ ତାହାପରେ କହିଲେ, କିନ୍ତୁ ତାଙ୍କୁ ପ୍ରଭୁପାଦଙ୍କର ଅନୁରୋଧ ରକ୍ଷା କରି ସେ ସେବା ଛାଡ଼ି ଜର୍ମାନୀରେ ବୁଝିଥିବା ଏକ ସମସ୍ୟାକୁ ସମାଧାନ କରିବା ପାଇଁ ଯିବାକୁ ହୋଇଥିଲେ। ଯେଉଁଠି ଭକ୍ତମାନେ ମିଥ୍ୟା ପ୍ରତିଶ୍ରୁତି ଦେଇ ଅର୍ଥ ସଂଗ୍ରହ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ, ହରିକେଶ ସ୍ୱାମୀ ପ୍ରଭୁପାଦଙ୍କର ବ୍ୟକ୍ତିଗତ ସେବା ଛାଡ଼ିବାକୁ ଚାହୁଁନଥିଲେ, କିନ୍ତୁ ପ୍ରଭୁପାଦ ସେଥିପାଇଁ ଜୋର ଦେଇଥିଲେ। ହରିକେଶ ସ୍ୱାମୀ କେବଳ ଏହି ସମସ୍ୟାର ସମାଧାନ କଲେ ନାହିଁ, ବରଂ ଜର୍ମାନକୁ ସର୍ବାଧିକ କୃଷ୍ଣ ଭାବନା ସମୃଦ୍ଧ ୟୁରୋପିଆନ ଅଞ୍ଚଳରେ ରୂପାନ୍ତରିତ କରିଦେଇଥିଲେ। ସୋଭିଏତ ରୁଷିଆ ଓ ମାର୍କବାଦୀ ପୂର୍ବ ୟୁରୋପରେ ପ୍ରଚାର ପ୍ରାରମ୍ଭ କରିଥିଲେ। ପ୍ରଭୁପାଦଙ୍କର ଗ୍ରନ୍ଥମାନଙ୍କର ଅନେକ ଭାଷାରେ ଅନୁବାଦ ଓ ମୁଦ୍ରଣ କାର୍ଯ୍ୟକୁ ନିର୍ଦ୍ଦେଶନା ଦେଇଥିଲେ ଏବଂ ସମ୍ପୂର୍ଣ୍ଣ ମହାଦେଶରେ ଆଧ୍ୟାତ୍ମିକ ଓ ବ୍ୟବସ୍ଥାପନା ସମ୍ବନ୍ଧୀୟ ନେତୃତ୍ୱ ପ୍ରଦାନ କରିଥିଲେ। ଯେତେବେଳେ ହରିକେଶ ସ୍ୱାମୀ ପ୍ରଭୁପାଦଙ୍କର ଅସୁସ୍ଥତା ବିଷୟରେ ଶୁଣିଲେ, ସେ ଗ୍ରନ୍ଥ ଅନୁବାଦ ଓ ଉତ୍ପାଦନ ମାତ୍ରା ବଢ଼ାଇ ଦେଇଥିଲେ। ଛାପା କାରଖାନାକୁ ଦୈନିକ 24 ଘଣ୍ଟା ଚାଲୁ ରଖି ଓ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ପ୍ରଭୁପାଦ ହୁଏତ ତାଙ୍କ ଶରୀରର ପରିତ୍ୟାଗ କରିଦେଇ ପାରନ୍ତି, ସେତେବେଳେ ଭିନ୍ନ ଭିନ୍ନ ଅନୁବାଦରେ ନକଲ ସଂଗ୍ରହ କରିବା ତାଙ୍କ ପକ୍ଷରେ ସମ୍ଭବ। ସେ ସବୁ ଯୋଗାଡ଼ କରି ସେ ବୃନ୍ଦାବନ ଧାଇଁ ଆସିଥିଲେ। ସେ କହିଲେ, ସେ ଏବେ ହିଁ ପହଞ୍ଚିଛନ୍ତି ଓ ସିଧା ଶ୍ରୀଲ ପ୍ରଭୁପାଦଙ୍କୁ ଦର୍ଶନ କରିବାକୁ ଚାଲି ଆସନ୍ତି। ତମାଳ କୃଷ୍ଣ ମହାରାଜ ତାଙ୍କୁ କହିଲେ, ପ୍ରଭୁପାଦ ଏବେ ବିଶ୍ରାମ ନେଉଛନ୍ତି, କିନ୍ତୁ ସେ ଶୀଘ୍ର ଉଠିଯିବେ। ହରିକେଶ ସ୍ୱାମୀ ନିଜ ପ୍ରକୋଷ୍ଠରୁ ଦୌଡ଼ି ଯାଇ ଅଳ୍ପ କିଛି ମିନିଟରେ ପରେ ନିଜ ବାହୁରେ ପୁସ୍ତକର ଉଚ୍ଚ ଗଦା ସହିତ ଫେରି ଆସିଲେ, ଯେଉଁଥିରେ ରହିଥିଲା ଜର୍ମାନ, ହେଙ୍ଗରିଆନ, ସ୍ୱିଡେନ, ଡେନିଶ ଓ ଅନ୍ୟ ୟୁରୋପୀୟ ଭାଷାର
ସଦ୍ୟ ଅନୁବାଦିତ ପୁସ୍ତକ ପୁଞ୍ଜ। ଯେତେବେଳେ ଉପେନ୍ଦ୍ର ପ୍ରଭୁ ଆସିଲେ ଓ ଆମ୍ଭମାନଙ୍କୁ ଜଣାଇଲେ ଶ୍ରୀଲ ପ୍ରଭୁପାଦ ହରିକେଶ ସ୍ୱାମୀଙ୍କୁ ନିଜ କକ୍ଷରେ ଦର୍ଶନ ଦେବା ପାଇଁ ପ୍ରସ୍ତୁତ, ଆମେ ସମସ୍ତେ ଧାଇଁଗଲୁ। ପ୍ରଭୁପାଦ ନିଜ ଶଯ୍ୟାରେ ତକିଆ ସାହାଯ୍ୟରେ ଆଉଜି ରହିଲେ। ହରିକେଶ ସ୍ୱାମୀଙ୍କୁ ଦେଖିବା ପରେ ତାଙ୍କ ଆନନ୍ଦ ସ୍ପଷ୍ଟ ଭାବେ ଆଭାସିତ ହୋଇ ଉଠିଲା। ମହାରାଜ ଯେତେବେଳେ ତାଙ୍କୁ ପୁସ୍ତକ ସବୁ ଦେଖାଇଲେ ତାଙ୍କ ମୁଖମଣ୍ଡଳ ପ୍ରସନ୍ନତାର ପ୍ରସ୍ଫୁଟିତ ହୋଇଗଲା। ପ୍ରଭୁପାଦ ହରିକେଶ ସ୍ୱାମୀଙ୍କୁ ପଚାରିଲେ ସେ କେତେ ସଂଖ୍ୟାର ପୁସ୍ତକ ଛପାଇଛନ୍ତି? ହରିକେଶ ସ୍ୱାମୀ ତାଙ୍କୁ କହିଲେ 1,20,000 କୃଷ୍ଣ ପୁସ୍ତକ, 60,000 ସଂଖ୍ୟାରେ ଶ୍ରୀମଦ୍ ଭାଗବତମ ସେଟ, 10,000 ସଂଖ୍ୟାରେ ଶ୍ରୀ ଈଶୋପନିଷଦ। ଯେତେବେଳେ ପ୍ରଭୁପାଦ ହରିକେଶ ସ୍ୱାମୀଙ୍କୁ ପଚାରିଲେ କଣ ସେ ସବୁ ବିତରଣ କରିବାକୁ ତୁମେ ସମର୍ଥ ହେବ, ସେ ପ୍ରଭୁପାଦଙ୍କୁ ଆଶ୍ୱାସନା ଦେଲେ ଯେ ସେ କରିପାରିବେ ଓ ସେ ଯେତେବେଳେ ତାହା କରିସାରିବେ ପୁଣି ଅଧିକ ସଂଖ୍ୟାରେ ଛପାଇବେ। ସେ ମଧ୍ୟ ଅନ୍ୟ ପୁସ୍ତକ ସବୁ ଅନୁବାଦିତ, ମୁଦ୍ରିତ ଓ ବିତରଣ କରିବେ। ଶ୍ରୀଲ ପ୍ରଭୁପାଦ ହରିକେଶ ମହାରାଜଙ୍କୁ ସ୍ନେହପୂର୍ଣ୍ଣ ଦୃଷ୍ଟିପାତ କଲେ, ତାଙ୍କ ମସ୍ତକ ଉପରେ ନିଜ ହସ୍ତ ରଖିଲେ ଓ କହିଲେ ତୁମେ ବର୍ତ୍ତମାନ ବୁଝିପାରୁଛ କି ମୁଁ କାହିଁକି ତୁମକୁ ଦୂରକୁ ପଠାଇଥିଲି? ମୁଁ ଜାଣିଥିଲି ତୁମେ ଅଧିକ କିଛି ଚମତ୍କାର ହାସଲ କରିବା ପାଇଁ ଉଦ୍ଦିଷ୍ଟ। ହରିକେଶ ସ୍ୱାମୀ ଶ୍ରୀଲ ପ୍ରଭୁପାଦଙ୍କ ହାତରେ ମସ୍ତକ ରଖି କାନ୍ଦିବାକୁ ଲାଗିଲେ। ଶ୍ରୀଲ ପ୍ରଭୁପାଦ କେବଳ ତାଙ୍କ ମସ୍ତକକୁ ଆଉଁସିବାକୁ ଲାଗିଲେ ନିଜ ଅଶ୍ରାନ୍ତ ଅଶ୍ରୁ ଶକ୍ତି ନୟନରେ। ଅନ୍ୟ ଏକ ଦିନ ଅପରାହ୍ନରେ ମୁଁ ଯେତେବେଳେ ତମାଳ କୃଷ୍ଣ ମହାରାଜଙ୍କ ସହ ତାଙ୍କ କାର୍ଯ୍ୟାଳୟରେ ବସିଥାଏ, ଗୁଣାନବ ପ୍ରଭୁ ବିବ୍ରତ ଅବସ୍ଥାରେ ପଶି ଆସିଲେ ଓ ଆମ୍ଭମାନଙ୍କୁ ଜଣାଇଲେ ଯେ ସେ ଖବର ପାଇଛନ୍ତି ମୁସଲମାନ ମାନେ ମାୟାପୁରରେ ମନ୍ଦିରକୁ ଆକ୍ରମଣ କରିଛନ୍ତି। ଭବାନନ୍ଦ ମହାରାଜଙ୍କ ନେତୃତ୍ୱରେ ଭକ୍ତମାନେ ନିଜର ପ୍ରତିରକ୍ଷା କରିଛନ୍ତି, କିନ୍ତୁ ପୋଲିସ ଆସିବା ପରେ ଆକ୍ରମଣକାରୀ ମାନଙ୍କ ପରିବର୍ତ୍ତେ ମହାରାଜ ଓ ଭକ୍ତମାନଙ୍କୁ ଗିରଫ କରିଛି। ଆମ୍ଭେ 3 ଜଣ ସିଧା ଶ୍ରୀଲ ପ୍ରଭୁପାଦଙ୍କ ପାଖକୁ ଗଲୁ ଓ ଯାହା ସବୁ ଘଟିଥିଲା ସେ ସବୁ ତାଙ୍କୁ କହିଲୁ। ସେ ବହୁତ ଚିନ୍ତିତ ହୋଇ ପଡିଲେ ଓ ମୋତେ ତଦନ୍ତ କରିବାକୁ କହିଲେ। ଦୂରସଞ୍ଚାର ସଂଯୋଗ ଖରାପ ଅବସ୍ଥାରେ ଥିଲା, ତେଣୁ ଯୋଗାଯୋଗ କରିବା ପାଇଁ କିଛି ସମୟ ଲାଗିଲା, କିନ୍ତୁ ଶେଷରେ ମୁଁ ମାୟାପୁରରେ ଥିବା ଭକ୍ତମାନଙ୍କ ସହ କଥା ହୋଇପାରିଲି ଯେଉଁମାନେ ଏହି ଘଟଣା ପ୍ରତ୍ୟକ୍ଷଦର୍ଶୀ ଥିଲେ, କିନ୍ତୁ ମୁସଲମାନ ଇସ୍କନ ଧ୍ୟାନ କ୍ଷେତ୍ରରେ ସେମାନଙ୍କ ଗାଈ ଚରାଉଥିଲେ ଓ ଯେତେବେଳେ ଭକ୍ତମାନେ ମୁସଲମାନ ମାନଙ୍କୁ ଘଉଡାଇବା ପାଇଁ ଗଲେ ଘଟଣାଟି ବଢି ଏକ ସଂଘର୍ଷର ରୂପାନ୍ତରିତ ହୋଇଯାଇଥିଲା। ଜଣେ ମୁସଲିମକୁ ଭକ୍ତମାନେ ଧରି ଦେଇଥିଲେ ଓ ତାକୁ ଗୁରୁକୁଳର ଏକ କକ୍ଷକୁ ନେଇ ଯାଇଥିଲେ, ଯେଉଁଠି ମାୟାପୁର ମହାପ୍ରବୋଧଙ୍କ ନିତାଇ ଚାନ୍ଦ ଦାସ ଆଦେଶ ଦେଲେ ଯେ ତାଙ୍କୁ ଲଣ୍ଡା କରି ଦିଆଯାଉ। ଏହା ତୀବ୍ର ପ୍ରତିକ୍ରିୟା ସୃଷ୍ଟ କରିଥିଲା। ପରେ ନିତାଇ ଚାନ୍ଦ ପ୍ରଭୁ ଥରେ ଗଙ୍ଗା ନିକଟରେ ଇସ୍କନ ପରିସୀମା ବାହାରେ ଏକୁଟିଆ ଥିବା ସମୟରେ ସେମାନଙ୍କ ଦ୍ୱାରା ଧରାପଡି ପ୍ରାୟ ମାଡ ଖାଇଲେ। ଅନ୍ୟ ଜଣେ ଭକ୍ତ ବ୍ରହ୍ମପାଦ ଦାସ ତାଙ୍କ ସୁରକ୍ଷା ପାଇଁ ଆଗେଇ ଆସି ଏକ ମୁସଲମାନ ଦଳ ସହିତ ସଂଘର୍ଷ କରି ତାଙ୍କୁ ସୁରକ୍ଷା କଲେ, କିନ୍ତୁ ପରେ ସେମାନଙ୍କର ଏକ ବଡ ଦଳ ହୁଏତ ଅନ୍ୟ ଏକ ମଠର ବିଦ୍ୱେଷପୂର୍ଣ୍ଣ ପ୍ରରୋଚନାରେ ଉତ୍ତେଜିତ ହୋଇ ମନ୍ଦିରରେ ପ୍ରବେଶ କଲେ ଓ ପୂଜା କରୁଥିବା ଭକ୍ତମାନଙ୍କ ଉପରେ ଆକ୍ରମଣ କଲେ, ଯେଉଁଥିରେ ବିଶାଳାକ୍ଷୀ ଦେବୀଦାସୀ ନାମକ ଜଣେ ଆମେରିକୀୟ ମହିଳା ମଧ୍ୟ ଥିଲେ। ଭବାନନ୍ଦ ମହାରାଜ ସେମାନଙ୍କୁ ସ୍ୱଳ୍ପଭେଦୀ ପଶୁ ଶିକାରୀରେ ବନ୍ଧୁକରେ ଭୟଭୀତ କରି ଘଉଡାଇବାକୁ ଚେଷ୍ଟା କରିଥିଲେ ଓ କିଛି ଆକ୍ରମଣକାରୀ ସେହି ସ୍ୱଳ୍ପ ଭେଦକାରୀ ଗୁଳିରେ ଆହତ ହୋଇଥିଲେ, କିନ୍ତୁ କୌଣସି ବଡ କ୍ଷୟକ୍ଷତି ହୋଇନଥିଲା। ତଥାପି ବହୁତ ସମୟ ପରେ ଶେଷରେ ଯେତେବେଳେ ପୋଲିସ ପହଞ୍ଚିଲା, ଆକ୍ରମଣକାରୀକୁ ଗିରଫ କରିବା ପରିବର୍ତ୍ତେ ମହାରାଜ ଓ ଅନ୍ୟ ଭକ୍ତଙ୍କୁ ଗିରଫ କରି ସେମାନଙ୍କୁ ବାନ୍ଧି ନବଦ୍ୱୀପ ପୋଲିସ ଥାନାକୁ ଚଲାଇ ନେଇ ହାଜତ ଭିତରେ ରଖିଲା। ଯେତେବେଳେ ଶ୍ରୀଲ ପ୍ରଭୁପାଦ ଶୁଣିଲେ ସେ କାନ୍ଦିବାକୁ ଲାଗିଲେ। ସେ କହିଲେ ଏହି ଅସୁରମାନେ ଭକ୍ତମାନଙ୍କୁ ସହ୍ୟ କରିପାରିବେ ନାହିଁ। ଅଳ୍ପ କିଛି ଦିନ ପରେ ଆମେ ଖବର ପାଇଲୁ ଯେ ଭକ୍ତମାନଙ୍କୁ ମୁକ୍ତି କରି ଦିଆଯାଇଛି ଓ ଅଭିଯୋଗ ସବୁ ପ୍ରତ୍ୟାହାର କରି ଦିଆଯାଇଛି। ସେଦିନ ମାନଙ୍କରେ ଶ୍ରୀଲ ପ୍ରଭୁପାଦଙ୍କୁ ଅନୁମତି ମିଳିଥିଲା ଓ ତାହା ପୁଣି ଯେତେବେଳେ ସେମାନଙ୍କର ଶ୍ରୀଲ ପ୍ରଭୁପାଦଙ୍କ ସହ କିଛି ଗୁରୁତ୍ୱପୂର୍ଣ୍ଣ ବିଚାର ବିମର୍ଶର ଆବଶ୍ୟକତା ଥିଲା। ତେଣୁ ଦିନେ ଅପରାହ୍ନରେ ମୁଁ ଶ୍ରୀଲ ପ୍ରଭୁପାଦଙ୍କ କକ୍ଷକୁ ଯାଇ ଆଶ୍ଚର୍ଯ୍ୟଚକିତ ହୋଇଗଲି, ଯେତେବେଳେ ଜଣେ
ଶ୍ଵେତ ବସ୍ତ୍ର ପରିହିତ ବରିଷ୍ଠ ବୈଷ୍ଣବକୁ ଦେଖିଲେ, ଯେ କି କେବଳ ଗୋଟିଏ ଉତ୍ତରୀ ପକାଇଥିଲେ, ଶରୀରର ନିମ୍ନ ଭାଗରେ ଗୋଟିଏ କପଡା ଆବରଣ କରିଥିଲେ ଓ ଶ୍ରୀଲ ପ୍ରଭୁପାଦଙ୍କ ଶଯ୍ୟା ପାଖରେ ଥିବା ଚୌକିରେ ବସିଥିଲେ। ତାଙ୍କ ହାବଭାବର କିଛି ବିଶିଷ୍ଟତା ଥିଲା ଓ ପ୍ରଭୁପାଦଙ୍କ ସହ ସେ ଯେଉଁଭଳି ଶୈଳୀରେ କଥା ହେଉଥିଲେ ତାହା ମତେ ଜଣାଇ ଦେଇଥିଲେ ଯେ ସେ ଜଣେ ସମୁନ୍ନତ ବୈଷ୍ଣବ ଅଟନ୍ତି। ସେ ଓ ପ୍ରଭୁପାଦ ଅନ୍ତରଙ୍ଗ ଭାବେ ବାର୍ତ୍ତାଳାପ କରୁଥିଲେ ଓ ଦୁଇଟି ଯୁବ ବାଳକ ପରି ହୃଦୟ ଖୋଲା ହସ ହସୁଥିଲେ। ସେ ପରିଦର୍ଶକ ଥିଲେ ଶ୍ରୀଲ କୃଷ୍ଣ ଦାସ ବାବାଜୀ ମହାରାଜ, ଶ୍ରୀଲ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ଏକ ବରିଷ୍ଠ ଶିଷ୍ୟ। ସେ ଗୌଡୀୟ ମଠରେ ଏକମାତ୍ର ଭକ୍ତ ଥିଲେ ଯାହାଙ୍କୁ ଶ୍ରୀଲ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସନ୍ନ୍ୟାସୀ ଉପାଧି ବାବାଜୀ ପଦବୀ ଗ୍ରହଣ କରିବା ପାଇଁ ଅନୁମତି ଦେଇଥିଲେ। ଶ୍ରୀଲ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସାଧାରଣତଃ ବାବାଜୀ ମହାରାଜଙ୍କୁ ପସନ୍ଦ କରୁନଥିଲେ, କାରଣ ସେମାନେ ଅପରିପକ୍ୱ ଅବସ୍ଥାରେ ଥିବା ସମୟରେ ବି ବୃନ୍ଦାବନର ଷଡ ଗୋସ୍ୱାମୀଙ୍କ ଅତି ଉନ୍ନତ ପରମହଂସ ସ୍ଥିତିରେ ଅନୁକରଣ କରୁଥିଲେ। କିନ୍ତୁ ବାବାଜୀ ଠାରୁ ଉନ୍ନତ ଏକ ଉଚ୍ଚତର ଆଧ୍ୟାତ୍ମିକ ସ୍ଥିତି, ସନ୍ନ୍ୟାସୀ ଅବସ୍ଥା ଯାହା ଗୈରିକ ବସ୍ତ୍ର ଦ୍ୱାରା ସୂଚିତ ହୁଏ, ଭୌତିକ ପ୍ରକୃତିରେ ଆଧ୍ୟାତ୍ମିକ ଅଗ୍ରଗତିର ସର୍ବୋଚ୍ଚ ସ୍ତର ଅଟେ। କିନ୍ତୁ ତାଠାରୁ ଉଚ୍ଚତର ହେଉଛି ଆଧ୍ୟାତ୍ମିକ ବାସ୍ତବତା, ଯେଉଁଠି ଶ୍ଵେତରଙ୍ଗ ବିଶୁଦ୍ଧ ସତ୍ୟକୁ ସଂକେତ କରେ। କେହି ବି ଜାଣିପାରିବେ ଯେ କୃଷ୍ଣ ଦାସ ବାବାଜୀ ମହାରାଜ ସେହି ସ୍ଥିତିରେ ଅବସ୍ଥାପିତ ଥିଲେ। ସେ ନିରବିଚ୍ଛିନ୍ନ ଭାବେ ଭଗବାନଙ୍କ ଦିବ୍ୟ ନାମ ଜପ କରୁଥିଲେ, ନିଜ ଅନ୍ତରରେ ଅନୁଭବ କରୁଥିଲେ। ଆନନ୍ଦ ଯୋଗେ ସମୟ ସମୟରେ ସେ ନିଜକୁ ହୃଦୟ ଖୋଲା ହସ ହସ ପ୍ରକାଶ କରୁଥିଲେ, ଯାହା ସଂକ୍ରମକ ଥିଲା। ତାଙ୍କ ପାଖରେ ଯିଏ ରହୁଥିଲେ ସେମାନେ ମଧ୍ୟ ହସିବାକୁ ଆରମ୍ଭ କରୁଥିଲେ, କିନ୍ତୁ ନିଜକୁ ଲଜ୍ଜିତ ଅନୁଭବ କରି ଶ୍ରୀଲ ପ୍ରଭୁପାଦଙ୍କ ସମକ୍ଷରେ ଏତେ ଜୋରରେ ହସୁଥିବା ଯୋଗୁଁ, ଯାହା ପୂର୍ବରୁ କେବେ ମୁଁ କରିନଥିଲି। କିନ୍ତୁ ମୁଁ ନ ହସି ରହିପାରିଲି ନାହିଁ। ଶ୍ରୀଲ ପ୍ରଭୁପାଦଙ୍କ ସହ ତାଙ୍କର ସାକ୍ଷାତ ଆଲୋଚନା ସରିବା ପରେ ଯେତେବେଳେ ମୁଁ ତାଙ୍କୁ ବାହାରିବାକୁ ବିଦାୟ ଦେବାକୁ ଆସିଲି, ସେ ସ୍ମିତ ହସିଲେ, ପଚାରିଲେ କିପରି ଓ କେବେ ମୁଁ ଯୋଗଦାନ କରିଛି ଏବଂ ତାଙ୍କର ଖୁସି ବ୍ୟକ୍ତ କଲେ ଯେ ମୁଁ ଶ୍ରୀଲ ପ୍ରଭୁପାଦଙ୍କ ଆଶ୍ରୟ ଗ୍ରହଣ କରିଛି। ବୃନ୍ଦାବନରେ ଶ୍ରୀଲ ପ୍ରଭୁପାଦଙ୍କର ଗୁରୁଭ୍ରାତା ମାନଙ୍କ ମଧ୍ୟରେ ସବୁଠାରୁ ପ୍ରସିଦ୍ଧ ଥିଲେ ବନ ମହାରାଜ, ଯାହାଙ୍କର ମର୍ଯ୍ୟାଦାବନ୍ତ ଚାଲିଚଳନ ରହିଥିଲା ଓ ସେ ତାଙ୍କର ବିଦ୍ୱତ୍ବତା ଓ ପାଣ୍ଡିତ୍ୟତା ପାଇଁ ପ୍ରସିଦ୍ଧ ଥିଲେ। ଶ୍ରୀଲ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କୁ ଲଣ୍ଡନ ଓ ଜର୍ମାନକୁ ପ୍ରଚାର ପାଇଁ ପଠାଇଥିଲେ। ସେ ସେଠାରେ କିଛି ବର୍ଷ ବସବାସ କରି ବହୁତ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିକୁ ଭେଟିଥିଲେ ଓ ପ୍ରଚାର କରିଥିଲେ। ସେ ମଧ୍ୟ ବୃନ୍ଦାବନର ଏକ ବୈଷ୍ଣବୀୟ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା କରିଥିଲେ। ସେ ଯେତେବେଳେ ପ୍ରଭୁପାଦଙ୍କୁ ଦର୍ଶନ କରିବାକୁ ଆସିଥିଲେ, ସେମାନଙ୍କ ମଧ୍ୟରେ ଅନ୍ତରଙ୍ଗ ଆଦାନ ପ୍ରଦାନ ସଂଘଟିତ ହୋଇଥିଲା। ଦିନେ ସନ୍ଧ୍ୟାରେ ବନ ମହାରାଜ କୃଷ୍ଣଦାସ ବାବାଜୀ ମହାରାଜଙ୍କ ସହିତ ଆସିଥିଲେ। ନିଜର ଘନିଷ୍ଠ ବନ୍ଧୁମାନଙ୍କୁ ଦେଖି ମୁଖମଣ୍ଡଳରେ ଉଜ୍ଜ୍ୱଳ ଉନ୍ମୁକ୍ତ ଉଲ୍ଲାସ ପ୍ରକଟି ସାରା ବିଶ୍ୱରେ ତାଙ୍କ ବିଶେଷ ସଫଳତା ପାଇଁ ଶ୍ରୀଲ ବନ ମହାରାଜ ଏଥିରେ ସମ୍ମାନ ପ୍ରକାଶ କଲେ। ଏହା କହି ଯେ ଶ୍ରୀଲ ପ୍ରଭୁପାଦ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଛନ୍ତି, ଏବେ ନିଜର ଉତ୍ସର୍ଜିତ ଶୈଳୀରେ ବାବାଜୀ ମହାରାଜ ବନ ମହାରାଜଙ୍କୁ କହିଲେ, ତୁମେ ଜଣେ ମହାନ ପ୍ରଚାରକ, ସେ ମଧ୍ୟ ଜଣେ ପ୍ରସିଦ୍ଧ ପ୍ରଚାରକ, ତେଣୁ ତୁମେ ଜଣେ ବିଶିଷ୍ଟ ବିଦ୍ୱାନ, ଯେ ମଧ୍ୟ ଜଣେ ବିଶିଷ୍ଟ ବିଦ୍ୱାନ। ତୁମର ବି ଇଂରାଜୀ ଭାଷା ଉପରେ ଅତି ସୁନ୍ଦର ଆଧିପତ୍ୟ ରହିଛି। ତାଙ୍କର ମଧ୍ୟ ଇଂରାଜୀ ଭାଷାରେ ଚମତ୍କାର ଦକ୍ଷତା ରହିଛି। ତୁମେ ପାଶ୍ଚାତ୍ୟ ଦେଶକୁ ଯାଇଥିଲେ, ସେ ମଧ୍ୟ ଯାଇଥିଲେ ପାଶ୍ଚାତ୍ୟ ଦେଶକୁ, ତେବେ ସେ କିପରି ଏତେ ସଫଳ ହେଲେ କିନ୍ତୁ ତୁମେ ହୋଇପାରିଲ ନାହିଁ। ଶ୍ରୀଲ ବନ ମହାରାଜ କିଛି ନ କହି କେବଳ ସ୍ମିତ ହସିଲେ। ଶ୍ରୀଲ ପ୍ରଭୁପାଦ ଲଜ୍ଜିତ ଦେଖାଗଲେ ଏବଂ ନୀରବ ରହିଲେ। ବାବାଜୀ ମହାରାଜ ସେ ଅସ୍ୱାଭାବିକ ନୀରବତାକୁ ବିଚ୍ଛିନ୍ନ କଲେ। ଦିବ୍ୟ ନାମରେ ତାଙ୍କର ଅବିଚଳିତ ବିଶ୍ୱାସ ଯୋଗୁଁ ମଥୁରାରେ ତାଙ୍କ ସନ୍ନ୍ୟାସ ଦୀକ୍ଷା ଉତ୍ସବରେ ମୁଁ ସେଠାରେ ଉପସ୍ଥିତ ଥିଲି। କେଶବ ମହାରାଜ ବିଭିନ୍ନ ବୈଦିକ ମନ୍ତ୍ର ଉଚ୍ଚାରଣ କରୁଥିଲେ। ମୁଁ ମହାମନ୍ତ୍ର ଗାଇବା ଆରମ୍ଭ କଲି। କିଛି ଭକ୍ତ ଅନୁଭବ କଲେ ଯେ ମୋର ଉଚ୍ଚ କୀର୍ତ୍ତନ ବୋଧହୁଏ ଉତ୍ସବରେ ବାଧା ସୃଷ୍ଟି କରୁଛି ଓ ମୋତେ ବନ୍ଦ କରିବା ପାଇଁ କହିଲେ। ମୁଁ ପ୍ରାୟ ବନ୍ଦ କରିବାକୁ ଯାଉଥିଲି, କିନ୍ତୁ ସ୍ୱାମୀ ମହାରାଜ ତାଙ୍କ ହାତରେ ଇଙ୍ଗିତ କରି ମୋତେ ଚାଲୁ ରଖିବା ପାଇଁ ବାଧ୍ୟ କଲେ ଓ ମୁଁ ଜାରି ରଖିଲି।
ମୁଁ ମଧ୍ୟ ଶୁଣିଛି ଯେ ଯେତେବେଳେ ସେ ଆମେରିକା ଗଲେ ଏକ ଉଦ୍ୟାନରେ ଏକ ବୃକ୍ଷ ତଳେ ପ୍ରାୟ ଏକୁଟିଆ ବସୁଥିଲେ ଓ ନିଜର କରତାଳ ବଜାଇ କେବଳ ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନ କରୁଥିଲେ। ଦେଖନ୍ତୁ କେତେ ଗଭୀର ବିଶ୍ୱାସ ଓ ଅବିଚଳିତ ହୃଦୟଙ୍ଗମତା ଦରକାର ଜଣଙ୍କ ପକ୍ଷରେ ଏତେ କରିପାରିବ। ଓ ବର୍ତ୍ତମାନ ଆମ୍ଭେମାନେ ତାଙ୍କ ସଫଳତାର ପରିସୀମା ଦେଖିପାରୁଛେ। ଲୋକମାନେ କୁହନ୍ତି ମୋର ଏକମାତ୍ର ରୁଚି ରହିଛି ଦିବ୍ୟ ନାମ ଜପ କରିବା ପାଇଁ, କିନ୍ତୁ ମୁଁ କେବଳ ନିଜେ ହିଁ ଜପ କରେ, କିନ୍ତୁ ସେ ସାରା ବିଶ୍ୱକୁ ଜପ କରାଇ ଦେଲେ। ତାହା ହିଁ ପାର୍ଥକ୍ୟ ତାଙ୍କ ଓ ଆମ ମଧ୍ୟରେ। ବନ ମହାରାଜ ସହମତ ଥିଲେ। ହଁ, ସେ ତାଙ୍କର ଦିବ୍ୟ ନାମ ପ୍ରତି ଆସକ୍ତି ଓ ନିଜର ବିଶୁଦ୍ଧ ଭକ୍ତି ପାଇଁ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଦ୍ଵାରା ସ୍ୱତନ୍ତ୍ର ଭାବେ କ୍ଷମତା ପ୍ରାପ୍ତ। ଶ୍ରୀଲ ପ୍ରଭୁପାଦ ମୋ ଆଡେ ଚାହିଁଲେ ଆଉ କହିଲେ, ସେମାନଙ୍କ ପାଇଁ କିଛି ପ୍ରସାଦ ଆଣ, କେବଳ କିଛି ଫଳ, ସେମାନେ କହିଲେ। हरि बोल। यहीं पर विश्राम देते हैं इस लीलामृत को। बहुत सुंदर रूप से आपका श्रीमुख से श्रवण किया माता जी, हरे कृष्ण। अभी आप हरे थोड़ा क्वेश्चन आंसर हम लोगों को कीजिए, हम कोशिश करेंगे उसको आंसर देने के लिए। हरि बोल। हरे कृष्ण। हाँ माता जी, आप क्वेश्चन कीजिए, हम सब लोग ट्राई करेंगे। ଶାସ୍ତ୍ର ଅନୁସାରେ ସନ୍ନ୍ୟାସୀର ଯେଉଁ 4ଟି ସ୍ତର ରହିଛି, कुटीचक, बहुतक, परिव्राजक, परमहंस, ये 4 प्रकार का सन्यास है शास्त्र अनुसार में। हरे कृष्ण, हरे कृष्ण। ସନ୍ନ୍ୟାସୀର ଅର୍ଥ କଣ? ହରେ କୃଷ୍ଣ ପ୍ରଭୁ। ଭୌତିକ ଆସକ୍ତିରୁ ସମ୍ପୂର୍ଣ୍ଣ ମୁକ୍ତ ହେବା। ହରେ କୃଷ୍ଣ। ପ୍ରଭୁପାଦ କାହିଁକି ମନା କରିଥିଲେ ତାଙ୍କ ପାକଶାଳାରେ କୌଣସି ମାତାଜୀ ମାନଙ୍କୁ ଆଲାଉ କରିବା ପାଇଁ ବସେଇକୁ? बाकी माता जी लोग कीजिए, हरे कृष्णा। ଏତେ रिक्वेस्ट कर रहा हूँ। ମାନେ एक्चुअली ସନ୍ନ୍ୟାସୀ ଭୌତିକ ଜଗତରେ ସମସ୍ତ ଆସକ୍ତିରୁ ମୁକ୍ତ ହେବା କଥା, କିନ୍ତୁ ସାଧାରଣତଃ ନାରୀ ମାନଙ୍କ ଠାରୁ ତାଙ୍କର ଆକର୍ଷଣଟା ମାନେ ଅତିକ୍ରମ କରିବା ବହୁତ କଷ୍ଟ। ସେଥିଲାଗି ମାନେ ଯେହେତୁ ଗୁରୁମହାରାଜ ସନ୍ନ୍ୟାସ ଦୀକ୍ଷା ନେଇଛନ୍ତି, प्रसन्न ତାଙ୍କୁ प्रसन्न जगन्नाथ प्रभु, आप थोड़ा म्यूट कीजिए, हरि बोल। इको आ रहा है। हाँ, अभी बोले माता जी, हरे कृष्ण। ମାନେ ଯେହେତୁ ଗୁରୁମହାରାଜ ସନ୍ନ୍ୟାସ ଦୀକ୍ଷା ନେଇଛନ୍ତି, କୁହାଯାଉଛି ଯେ ସନ୍ନ୍ୟାସ ଭୌତିକ ଆସକ୍ତିରୁ ପୁରା ମୁକ୍ତ ହେବା କଥା। ଆଉ କିନ୍ତୁ ସବୁଠୁ ବଡ ମାନେ ଅସୁବିଧା କଷ୍ଟ ହଉଛି ଯେ ସୁନ୍ଦରୀ ନାରୀଠୁ ଆକର୍ଷଣରୁ ମୁକ୍ତ ହେବା। ତ ତେଣୁ ମାନେ ପ୍ରଭୁପାଦ ମାନେ ଏଠି ଗୋଟେ ମାନେ ୱାର୍ଡ କୁହାଯାଇଛି, ଯେମିତି କି କଣ କୁହାଯାଇଛି ଗୋଟେ, ଯେମିତି କି ମାନେ ପ୍ରଭୁପାଦ ତାଙ୍କୁ ସଂରକ୍ଷଣ କରିବା ପାଇଁ, ମାନେ ତାଙ୍କୁ हाँ, ଗୁରୁ so that is the ମହାରାଜ answer, हरि बोल। କରିବା ପାଇଁ ତାଙ୍କୁ ସେଇଠୁ ଦୂରେଇ ରଖିବା ପାଇଁ ମନା କରିଥିଲେ। हाँ, मना କରିଥିଲେ, हरि बोल। हाँ, हरे कृष्ण। हाँ, एक क्वेश्चन पूछ रहा हूँ, ये हरि बोल। तो जब गुरु महाराज और प्रभुपाद के बीच में ऐसा डिस्कशन हो रहा था कि ऐसे
यौन वासना का जो काम वेग से कैसे मुक्त हो सकते हैं। तो जब गुरु महाराज ने एक क्वेश्चन प्रभुपाद को पूछे थे कि कैसे इस आकर्षण से कोई मुक्त हो सकता है, तो उसमें प्रभुपाद क्या आंसर दिए थे? उच्चतर रुचि विकास करी ताही एकमात्र बाट हाँ, एही आकर्षण को अतिक्रम करिवार जे जो जो हरि बोल। 2.59 रे जो अछि परम दृष्टा हाँ, निवर्तते। निवर्तते। हाँ, higher test, we need the higher test so that we can leave that lower test। हरि बोल, हरे कृष्ण। हाँ माता जी, नेक्स्ट क्वेश्चन कीजिए माता जी। ये इस काम वासना में श्रील भक्ति सिद्धांत सरस्वती ठाकुर का शिक्षा क्या है? उन्होंने क्या उपदेश दिया था इसका ऊपर में? कामिनी रो काम न है तब धाम ताहार मालिक केवल हाँ, जादव। याद एक नारी कौनसी जीवर भोगवासना निमित्त नुहे समस्त नारी मानकर एकमात्र मालिक होउचंती जादव श्री कृष्ण। हरि बोल। अच्छा, हमारा कनेक्शन डिस्कनेक्ट हो सकता है बिकॉज ये प्राइवेट लिंक्स है, तो अभी डिस्कनेक्ट हो जाने में आई रिक्वेस्ट सब लोग थोड़ा दोबारा लॉगिन कर लीजिएगा। हरि बोल। हरि अभी हरे कृष्ण। हाँ माता जी, आपका क्वेश्चन। और हरि बोल। सुचित्रा माता जी, आपका और कुछ प्रश्न है? अच्छा, माया का शक्ति बहुत ज्यादा है, और माया से कैसे मुक्त हो सकते हैं, इस संबंध में प्रभुपाद ने गुरु महाराज को क्या उपदेश दिए थे? कोई और माता जी भी बोली हरे कृष्ण। नवीने माता जी, प्रहलाद निसिंह प्रभु, प्रशांत गौड़ प्रभु। हरे कृष्ण। हाँ माता जी बोलिए। दैवी होइसी गुणमयी मम माया दुरत्या जब बताया प्रभुपाद ने, तो प्रभुपाद ने क्या आंसर दिया था गुरु महाराज जब पूछे थे कि ये माया से कैसे मुक्त हो सकते हैं? माया को कैसे मैं बोलूं प्रभु जी? आप बाकी माता जी लोग बोल नहीं रहे तो आप ही बोलिए। कहते तुमे जदि भक्त मानकर संगरे रुह तेबे माया तुमको स्पर्श करने को समर्थ हेबो नहीं, कारण माया कृष्णंकर बहिरंग शक्ति जेतेबेले कि भक्त मानकर संग कृष्णंकर अंतरंग शक्ति अटे। तेणु सब बेले भक्त मानक गहणे रुह और केबे भी सेई आश्रय परिसर बाहर को जाओ नहीं। हरि बोल। यही प्रभुपाद का शिक्षा है कि हम लोगों को सर्वदा भक्त का संग में रहना पड़ेगा। हाँ, अगर मंदिर में है, नहीं तो घर में है, तो फिर हम भागवतम, भगवत गीता, चैतन्य चरित्रामृत तो कभी संग कर सकते हैं। हरि बोल। तो फिर गुरु महाराज ने पूछा कि अच्छा प्रभुपाद, अगर हम कोई द्वीप में चला गया और वहां पर भक्त संग नहीं मिल रहा है, तब प्रभुपाद ने क्या उपदेश दिए थे? भक्त मानकर उपदेश को केवल स्मरण करिवो, सेटा भी भक्त संग। भक्त संग, हाँ, हरि बोल, हरि बोल। प्रभुपाद हरिकेश प्रभु को पूछे थे कि कितना कॉपी छापा हुआ है, आज से इतना साल पहले कितना कॉपी छापा हुआ था? कोई और भक्त बोलिए, हरि बोल। 1,20,000 मतलब। हरि बोल। 1,20,000 कृष्ण बोई, 7,000 भागवतम और 10,000 ईशोपनिषद। देखिए कितना साल पहले का बात है। जय श्री प्रभुपाद की जय। ठीक है, अभी हम यहीं पर विश्राम देते हैं, टाइम भी हो गया, इट्स ऑलमोस्ट 9:30।
तो नेक्स्ट वीक पाठ करने के लिए अभी ग्रुप में कोई नया गुरु भाई गुरु भगनी कोई है? अभी नहीं है ना, तो हम ठीक है बाद में इसको कर लेंगे। सुचित्रा माता जी, आप थोड़ा मेरे को पेज नंबर बोल दीजिए अभी जहाँ से आप हम लोग समाप्त किए थे, विश्राम लिए थे। प्रभु जी এটা 246 246 और फर्स्ट लाइन ओडिया में थोड़ा बोल दीजिए। तो फर्स्ट लाइन, ଯଦିଓ ମୁଁ ଶ୍ରୀଲ ପ୍ରଭୁପାଦଙ୍କ ଯଦିଓ ମୁଁ ଶ୍ରୀଲ ପ୍ରଭୁପାଦଙ୍କ ବଙ୍ଗଳାରେ। ठीक है। ओके, बहुत बहुत धन्यवाद समस्त भक्तवृंद का श्री चरण में दंडवत प्रणाम। वाञ्छा कल्पतरुभ्यश्च कृपा सिन्धुभ्यैव च पतितानां पावनेभ्यो वैष्णवेभ्यो नमो नमः। जगद्गुरु शिल प्रभुपाद की जय परमाराध्य परम करुणामय गुरुपाद पद्म श्री श्रीमद् भक्ति चारु स्वामी गुरु महाराज की जय अनंत कोटि वैष्णव वृंद की जय। निताय गौर प्रेमानंदे हरि हरि बोल। हरि बोल। हरे कृष्ण। सकल को दंडवत प्रणाम। हरि बोल। हरे कृष्ण। हरे कृष्ण प्रभु दंडवत प्रणाम समस्त। जय रुद्रदीप प्रभु की जय। जय सब जगह कटले बा आ तीन जन तू के करू सब जगह कटले बा ओके लीव भाई ना कहते 40 से पड़ियो कि बड़े